ଗତକାଲି ଦିନ ଦ୍ୱିପରେ ହୋଇଥିବା ହତ୍ୟାକାଣ୍ଡର ଖୁଲାସା କରିଛି ରାୟଗଡ଼ା ପୁଲିସ। ଗତକାଲି ଗୌତମନଗରସ୍ଥ ବିଚ୍ ରାସ୍ତାରେ ପ୍ରମୋଦ କାଲାକା ନାମକ ଯୁବକକୁ ହତ୍ୟା ଘଟଣାରେ ମୃତଙ୍କ ଭାଇ ପ୍ରଦୀପ କାଲାକାକୁ ଏତଲାକୁ ନେଇ ପର୍ଦ୍ଦାଫାଶ କରିଛି ରାୟଗଡ଼ା ପୁଲିସ। ସୂଚନା ମୁତାବକ ହତ୍ୟାକାରୀ ଦୀପନ କୁମାର ହିମିରିକା ବୟସ 26, ପିତା ମୀନା ରାଓ ହିମିରିକା ତାଙ୍କ ଭଉଣୀଙ୍କ ସହିତ ପ୍ରେମ ସଂପର୍କ ଥିଲାବେଳେ ଏହାକୁ ନାପସନ୍ଦ କରିଥିଲେ, ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ଥିବାବେଳେ ଏହି ସମ୍ପର୍କକୁ ନେଇ ଅନେକ ସମୟରେ ଦୀପନ ମୃତ ପ୍ରମୋଦକୁ ଚେତାବନୀ ଦେଇଥିବା ସ୍ୱୀକାର କରିଛି। ଏହାକୁ ନେଇ ଦୀପନ ପ୍ରମୋଦକୁ ଗତକାଲି ସୁଜୁକି ସ୍କୁଟି ନମ୍ବର OD10S8779 ଗାଡ଼ିରେ ଦୁଇ ସହଯୋଗୀ ମୁରଲୀ କଣ୍ଡାଗିରି ଏବଂ ହେମନ୍ତ ଜିଲ୍ଲାକାରଙ୍କ ସହିତ ଆସି ଛୁରୀରେ ଆକ୍ରମଣ କରିଥିବାର ସ୍ୱୀକାର କରିଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ସହିତ ସ୍କୁଟିକୁ ଜବତ କରିଛି ପୋଲିସ। ରାୟଗଡ଼ାରୁ ସୁବ୍ରତ ଚୌଧୁରୀଙ୍କ ସହିତ ମୁରଲୀ ବଛାକ ରିପୋର୍ଟ OTN TV। ଗତକାଲି ଗୌତମନଗରରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ କମ୍ପ୍ଲେନାଣ୍ଟ ଶ୍ରୀ ପ୍ରଦୀପ କାଲାକାଙ୍କର ରିପୋର୍ଟ ଅନୁସାରେ ଆମେ ରାୟଗଡ଼ା ଥାନାରେ PS କେସ୍ ନମ୍ବର 388/23 ଅଣ୍ଡର ସେକ୍ସନ୍ 302/34ରେ IPCରେ କେସ୍ ରେଜିଷ୍ଟର କରିଛୁ। ତାପରେ SP ସାର୍ଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନରେ ବିଭିନ୍ନ ଟିମ୍ ଗଠନ କରି ଆମେ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲୁ। ଏହି କ୍ରମରେ ଆମେ ଅଭିଯୁକ୍ତ 3 ମୁଖ୍ୟ ମୁଦାଲାଙ୍କୁ ଗିରଫ କରିଛୁ। ତାଙ୍କଠାରୁ ହତ୍ୟାକାଣ୍ଡ ବ୍ୟବହୃତ ଛୁରୀ, ସ୍କୁଟି ASES 125 ଯେଉଁଟା ତାର ରେଜିଷ୍ଟ୍ରେସନ ନମ୍ବର ଅଛି ତାକୁ ଆମେ ସିଜ୍ କରିଛୁ। ଏହାର କାରଣ ଯଦି ବି ପଚାରିବେ ତ ଯାହା ଆମ ପାଖରେ ପ୍ରାଇମେରୀ ଷ୍ଟେଜ୍ରେ ଇନଭେଷ୍ଟିଗେସନ୍ ଅଛି, ଯାହା ଆମକୁ ଖବର ମିଳିଛି ସେ ଅନୁସାରେ ଉଭୟ ପରିବାର ମଧ୍ୟରେ ତିକ୍ତତା ଥିଲା। डिसीज जे थिले से प्राइम आक्यूजर सिस्टमକୁ लव अफेयर थिला जोटाକୁ आक्यूज पसंद करुनथिले, बारंबार मना करुथिले। बारंबार मना करबा सत्वे आक्यूज सेठु निवृत्त न रहिबार गतकाली प्राइम आक्यूज जे तांकर दुई सांगक सहित मिसी गत 9 ठारे हत्याकांड हेछि।